हेलो भाई नमस्कार शुभ सकाल ଆପଣ ହିନ୍ଦୁ ଓଡ଼ିଆ ଦେଖିବେ ଆଜି 2 ଜାନୁଆରୀ ଚାଲନ୍ତୁ ଜାଣିବା ଆଜି ସବୁ କିଛି ଟପ୍ ନ୍ୟୁଜ୍ ଅପଡେଟ୍ ଦେଶ ବିଦେଶର ଆରମ୍ଭ କରି ଓଡ଼ିଶାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ ଯାହାଦ୍ୱାରା ସର୍ବପ୍ରଥମେ ଟପ୍ ନ୍ୟୁଜ୍ ଅପଡେଟ୍ ଜାଣିପାରିବେ ଚାଲନ୍ତୁ ଦେରି କରି ଖବର ଉପରେ ନଜର ପକାଇବା ପ୍ରତି ଖବର ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ଏନେଇ ପୁଣି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନୂଆବର୍ଷରେ 3 ଥର ମିଳିବ ସୁଭଦ୍ରା ଟଙ୍କା ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା ସୋମବାର ଏହା କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ନୂଆବର୍ଷରେ ମା'ମାନେ ନୂଆ ଖବର ପାଇବେ ସମସ୍ତଙ୍କୁ ଟଙ୍କା ମିଳିବ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ସୁଭଦ୍ରା ଯୋଜନା ଟଙ୍କା ପ୍ରଭାତୀ ପରିଡ଼ା କହିଛନ୍ତି ଏବେ ମା'ମାନଙ୍କୁ 3 ଥର ଟଙ୍କା ମିଳିବ ଏବେ 3 ଥର ସୁଭଦ୍ରା ଟଙ୍କା ପାଇବେ ରାଜ୍ୟର ଲକ୍ଷ ଲକ୍ଷ ମହିଳା ସିଧାସଳଖ ଡିବିଟି ମାଧ୍ୟମରେ ଆକାଉଣ୍ଟକୁ ରେ ପହଞ୍ଚିବ ସୁଭଦ୍ରା ଟଙ୍କା ମାର୍ଚ୍ଚ 8ରେ ପୁଣି ଖାତାକୁ ଯିବ ସୁଭଦ୍ରା ଟଙ୍କା ପରବର୍ତ୍ତୀ ଖବର ଆଜି ଭୁବନେଶ୍ୱରରେ ପହଞ୍ଚିବ ଇଲେକ୍ଟ୍ରିକ୍ ଡବଲ ଡେକର ବସ୍ ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣେନ୍ଦ୍ର ମହାପାତ୍ର ସେ କହିଛନ୍ତି ଆଜି ଭୁବନେଶ୍ୱରରେ 2ଟି ଗାଡ଼ି ପହଞ୍ଚିବ ପରେ ଆଉ 3ଟି ବସ୍ ମୁମ୍ବାଇରୁ ଆସିବ ପ୍ରଥମେ ପ୍ରବାସୀ ଭାରତୀୟଙ୍କ ବ୍ୟବହାର ନିମନ୍ତେ ଏହାର ଉପଯୋଗ କରାଯିବ ପରେ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଲାଗି ଏହା ଚାଲିବ ପରବର୍ତ୍ତୀ ଖବର ଦେଶର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପହାର ମିଳିବ 3 କୋଟି ଆବାସ ଘର କାରଣ 2024 ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଆଉ 3 କୋଟି ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ 3 କୋଟି ଆବାସ ଘର ମଧ୍ୟରୁ 2 କୋଟି ଗ୍ରାମାଞ୍ଚଳ ପାଇଁ ଓ 1 କୋଟି ଘର ସହରାଞ୍ଚଳରେ ରହୁଥିବା ବାସହୀନଙ୍କ ପାଇଁ ଯୋଜନା କରାଯାଇଛି ଏନେଇ ସରକାରଙ୍କ ତରଫରୁ ସମସ୍ତ ରାଜ୍ୟକୁ ଚିଠି ପଠାଯାଇଛି ଏହା ସହ ସହରାଞ୍ଚଳ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗ୍ରାମାଞ୍ଚଳ ପାଇଁ ତୁରନ୍ତ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ପରବର୍ତ୍ତୀ ଖବର ଏବେ ସହରକୁ ସିଧାସଳଖ ଉଡ଼ିବ ବିମାନ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଦେଶର 4ଟି ସହରକୁ ଏବଂ ଜାନୁଆରୀ 3 ତାରିଖରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ 5 ସହରକୁ ବିମାନ ଉଡ଼ିବ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ପରବର୍ତ୍ତୀ ଖବର ଆସନ୍ତା ଫେବୃଆରୀରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା ଆଉ ଏହି ଯୋଜନାରେ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି ତାହେଲେ ଏହି ଯୋଜନାରେ ମହିଳାଙ୍କୁ 10 ଲକ୍ଷର ଚିକିତ୍ସା ସୁବିଧା ମିଳିବ ବୁଧବାର ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ଏହାଛଡ଼ା ସେ କହିଛନ୍ତି ଯେ ଇକେୱାଇସି ଡାଟାବେସ୍କୁ ଆଧାର କରି କାର୍ଡ ଦିଆଯିବ ପରବର୍ତ୍ତୀ ଖବର ବର୍ତ୍ତମାନ ପେନସନ ଉପଭୋକ୍ତା ଯେକୌଣସି ବ୍ୟାଙ୍କରୁ ନିଜ ପେନସନ ଉଠାଇ ପାରିବେ ଏଥିପାଇଁ ପୂର୍ବରୁ ଅତିରିକ୍ତ ଯାଞ୍ଚର ଆବଶ୍ୟକତା ଥିଲା ରିପୋର୍ଟ ଅନୁସାରେ ଇପିଏଫ୍ଓ ଖୁବ୍ ଶୀଘ୍ର ଏକ ଏଟିଏମ୍ କାର୍ଡ ଜାରି କରିବ ଏତଦ୍ୱାରା ପେନସନ ଉପଭୋକ୍ତା 24 ଘଣ୍ଟା ଟଙ୍କା ଉଠାଇ ପାରିବେ ପରବର୍ତ୍ତୀ ଖବର ଆଜିରୁ ଆହୁରି ତରାଇବ ଶୀତ କଲବଲ ହେବ ଓଡ଼ିଶା କମିବ ପାରଦ ତାହା ସହ ବଢ଼ିବ ଶୀତ ରାତି ତାପମାତ୍ରା 3ରୁ 5 ଡିଗ୍ରୀ ସେଲସିୟସ୍ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରିବାରୁ ରାଜ୍ୟକୁ ଥଣ୍ଡା ସୂକ୍ଷ୍ମ ବାୟୁ ପ୍ରଭାବ ବଢ଼ିବ ପ୍ରଭାବରେ ରାତିର ତାପମାତ୍ରା ଆହୁରି ଭାବରେ କମିବ ବୋଲି ଆକଳନ କରାଯାଇଛି ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲାଗି ରହିବ ପରବର୍ତ୍ତୀ ଖବର ବର୍ତ୍ତମାନ ରାସନ କାର୍ଡଧାରୀମାନେ ସେମାନଙ୍କ ରାସନ କାର୍ଡରେ 1000 ଟଙ୍କା ପାଇବେ ଅନ୍ୟପଟେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଦେଶରେ ପ୍ରାୟତଃ 80 କୋଟି ରାସନ କାର୍ଡଧାରୀ ରହିଛନ୍ତି ଯାହାକୁ ସରକାର ମାଗଣା ରାସନ ପ୍ରଦାନ କରୁଛନ୍ତି ସରକାର ବର୍ତ୍ତମାନ ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରିଛନ୍ତି ଏହି କାର୍ଡଧାରୀଙ୍କୁ ଆର୍ଥିକ ସୁବିଧା ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର 5 କିଲୋ ମାଗଣା ରାସନ ସାମଗ୍ରୀ ସହିତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ 1000 ଟଙ୍କା ଜମା ହେବ ପରବର୍ତ୍ତୀ ଖବର ରାଜ୍ୟ ସରକାର ମେଳା କ୍ଷେତ୍ରରେ 138ଟି ଅନ୍ନ ଭଣ୍ଡାର ଖୋଲିଛନ୍ତି ଏହି ଦୋକାନରେ ସାଧୁ ସନ୍ତଙ୍କ ପାଇଁ 1,20,000 ଧଳା ରାସନ କାର୍ଡ ପ୍ରସ୍ତୁତି ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ଏହି ରାସନ କାର୍ଡରେ କମ୍ ମୂଲ୍ୟରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ଅଟା କିଲୋ ପିଛା 5 ଟଙ୍କା ଏବଂ ଚାଉଳ କିଲୋ ପିଛା 6 ଟଙ୍କାରେ ଉପଲବ୍ଧ ହେବ ଏହା ବ୍ୟତୀତ ଚିନି କିଲୋ ପିଛା 8 ଟଙ୍କା ମଧ୍ୟ ଧାର୍ଯ୍ୟ କରାଯାଇଛି ପରବର୍ତ୍ତୀ ଖବର ଜାନୁଆରୀ 1, 2025ରୁ ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି ଆରବିଆଇର ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ଏହି ନିୟମ ଅନୁଯାୟୀ ଉପଭୋକ୍ତାମାନେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ପଠାଇବାକୁ କ୍ଷମତା ହେବେ ବର୍ତ୍ତମାନ ଅନୁଯାୟୀ ୟୁପିଆଇ 123
ପେ ମାଧ୍ୟମରେ ପ୍ରତିଦିନ 10,000 ପର୍ଯ୍ୟନ୍ତ ଟଙ୍କା ପଠାଯାଇପାରିବ। ଫୋନ୍ ପେ, ପେଟିଏମ୍ ଏବଂ ଗୁଗଲ୍ ପେ ପରି ସ୍ମାର୍ଟଫୋନ୍ ଆପ୍ ଉପରେ କାରବାର ସୀମା ସମାନ ରହିବ। ଉପଭୋକ୍ତାମାନେ UPI ମାଧ୍ୟମରେ ପ୍ରତିଦିନ 1 ଲକ୍ଷ ଟଙ୍କା ପଠାଇ ପାରିବେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ସର୍ବପ୍ରଥମେ ଟପ୍ ନ୍ୟୁଜ୍ ଜାଣିପାରିବେ।